ରାଜାଙ୍କର ରାଜମହଲ ପାଖକୁ ଆସିଲି। ଏଇଟା ବୋଧେ ହେଇଥିବ ରାଜାଙ୍କର ରାଜମହଲ। ଏଇଠି ମୋ ଝିଅ, ହଁ ଏଇଠି ମୋ ଝିଅକୁ ରାଜକୁମାର ଆଣିଛନ୍ତି। ଏତେ ବଡ଼ ରାଜମହଲରେ ମୁଁ କାହାକୁ ପଚାରିବି, କୋଉଠି କାହାକୁ ପାଇବି? ଜୁହାର ମା ସାନ୍ତାଣୀ, ଆପଣ ବୋଧେ ଏ ଦେଶର ରାଜରାଣୀ? ଆରେ ଆପଣଙ୍କ କ'ଣ ଆଖିଟା ଫୁଟି ଯାଇଛି ନା ନାଇଁ? କ'ଣ ଦେଖିକି ମତେ ରାଜରାଣୀ କହୁଛନ୍ତି? ଆରେ ମୋ ମଥାରେ ସିନ୍ଦୁର ନାହିଁ, ମୋ ହାତରେ ଶଙ୍ଖ ନାହିଁ, ଆଉ ମୋ ରାଜରାଣୀ ହେଇପାରିବି କେମିତି? ଆରେ ମୁଁ ହଉଛି ମହେନ୍ଦ୍ର ପ୍ରତାପ ତାଙ୍କ ଭଉଣୀ। ମୋର ଭୁଲ ହେଇଯାଇଛି, ମୋର ଭୁଲ ହେଇଯାଇଛି, ମୋତେ କ୍ଷମା କରିଦିଅ ମା, ମୁଁ ଜାଣିପାରିଲିନି। ହେଲେ ଆପଣ ତ ଜଣେ ଗୋଟିଏ ଭିକାରୀ ପରି ଲାଗୁଛନ୍ତି। ହେଲେ ଆପଣଙ୍କୁ ଆଦେଶଟା ଦେଲା କିଏ? ଆଉ ଏ ରାଜଭବନ ମଧ୍ୟକୁ ପ୍ରବେଶଟା କଲା କିଏ? ଆପଣ ଠିକ୍ କହିଲେ ମା, ଆପଣ କହିଲେ ମୁଁ ଭିକାରୀ ବୋଲି। ପ୍ରଥମେ ତ ମୁଁ ମଣିଷ, କିନ୍ତୁ ସମୟ ପରିସ୍ଥିତି ମୋତେ ଭିକାରୀ କରିଦେଇଛି। ମା, ମୁଁ ଶୁଣିଲି ମୋ ପାଳିତ ଝିଅ ସଙ୍ଗୀତା ତାକୁ ରାଜ୍ୟର ରାଜକୁମାର ନେଇକି ଆଣିଛନ୍ତି। ହଁ ମା। ତାହେଲେ ଆପଣ ସେଇ ସଙ୍ଗୀତାର ବାପା? ହଁ ମା, ମୁଁ ତ ଜନ୍ମ କରିନି, ହେଲେ ସେ ମୋର ପାଳିତା ଝିଅ, ତାକୁ ଛୋଟ ବେଳରୁ ପାଳିଛି ପୋଷିଛି ମା। ହଉ ଆଜ୍ଞା, ଆପଣ ମତେ କ୍ଷମା କରିଦେବେ। ନାଇଁ ମା, କାହିଁକି ନା ଏତେ ବଡ଼ ଲୋକ ଆପଣ ମତେ, ମୁଁ ଆପଣଙ୍କୁ ହାତ ଯୋଡ଼ିବା କଥା। ଏଇଟା ଆପଣଙ୍କର ମହାନତା ମା। ଆପଣ ଭଲ ନାରୀ ଭିତରେ ସତୀ, ନାରୀ ଭିତରେ ସୁଲକ୍ଷଣୀ, ନାରୀ ଭିତରେ ଲକ୍ଷ୍ମୀବତୀ। ଆପଣଙ୍କର ଗୁଣ ଚରିତ୍ର ସବୁ ଠିକ୍ ମା, ନହେଲେ ଏମିତି କହିନଥାନ୍ତେ ଏ ଭିକାରୀକୁ। ମା, ମୁଁ କ'ଣ କହୁଥିଲି କି, ଏତେ ବଡ଼ ଘରେ ମୋ ଝିଅଟା ବୋହୂ ହେଇକି ଆସିଛି, ଯଦି ଦୟା କରନ୍ତେ ମୋ ଝିଅକୁ ଟିକେ ଦେଖିକି ମୁଁ ଚାଲି ଯାଆନ୍ତି। ଆପଣଙ୍କ ଝିଅକୁ ସାକ୍ଷାତ କରିବି? ହଁ ମା, ଦୟା କର ମା, ମୁଁ ଯିବି। ହେଲେ ଯିବି ମା। ରୁହନ୍ତୁ, କାହିଁକି ନା ଦେଖନ୍ତୁ, ଏଟା ହେଉଛି ରାଜବଂଶ, ଆଉ ଆମ ଏ ରାଜବଂଶରେ କିଛି ନିୟମାବଳୀ ମଧ୍ୟ ରହିଥାଏ ମା। ରାଜ ପରିବାରରେ କିଛି ମାନ ମର୍ଯ୍ୟାଦା, କିଛି ନୀତି ନିୟମ, ହଁ ଅନେକ କିଛି ଅନୁଶାସନ ରହିଥାଏ ମା, ମୁଁ ଜାଣିଛି। ହେଲେ ଆଜି ମଧ୍ୟ ସାବିତ୍ରୀ ବ୍ରତ, ଆଉ ସେଇ ବ୍ରତ ମଧ୍ୟରେ ସେ ଟିକେ ବ୍ୟସ୍ତ ଅଛି, ସେଥିପାଇଁ ଆପଣଙ୍କୁ କିଛି ସମୟ ରହିବାକୁ ପଡ଼ିବ। ମା, ହଁ, ମୁଁ କେତେ ହତଭାଗା ବାପ। ଝିଅଟା ମୋର ଆଜି ସାବିତ୍ରୀ ବ୍ରତ କରୁଛି। ସାବିତ୍ରୀ ବ୍ରତରେ ବାପ ଘରରୁ ଭାର ଆସିବା କଥା, ଅଥଚ ମୋ ଝିଅ ପ୍ରଥମ କରି ସାବିତ୍ରୀ ବ୍ରତ କରୁଛି, ତାକୁ କିଛି ବି ଦେଇପାରିନି। ଓହୋ, ଆପଣ ଚିନ୍ତା କରୁଛନ୍ତି କାହିଁକି? ଆରେ ଆମ ଏ ରାଜଭବନ ମଧ୍ୟରେ କିଛି ଅସୁବିଧା ଅଛି? ଜମାରୁ ନାହିଁ। ଆଉ ତୁମ ସେଇ ଆଶ୍ରମରେ କ'ଣଟା ପାଇବ ଯେ ତୁମ ଝିଅ ପାଇଁ ଆଣିକି ଦେବ? ଅବଶ୍ୟ ହେଲେ ହଉ, ଚାଲନ୍ତୁ ସେଇ ବିଶ୍ରାମ କକ୍ଷରେ ଯାଇକି ଆପଣ ବୋଧେ ଭୋକରେ ଥିବେ, କିଛି ଜଳପାନ କରିନେବେ। ଆଉ ତାପରେ ଆପଣଙ୍କୁ ମୁଁ ଆପଣଙ୍କ ଝିଅ ସହିତ ନିଶ୍ଚୟ ସାକ୍ଷାତ କରିଦେବି। ହଉ ମା, ବିଶ୍ରାମ କକ୍ଷଟା ଏପଟେ ଅଛି ନା? ହଁ, ମୁଁ ଆସୁଛି ମା, ସେପଟରେ ଅଛି। ହଉ ମା ସାନ୍ତାଣୀ, ହଁ, ନମସ୍କାର ମା। ଚାଲନ୍ତୁ।
କୋଉଠି ଭିକ ମାଗିଲା, ଭିକ ମିଳିଲାନି। ତେଣୁକରି ଏ ରାଜମହଲ ମଧ୍ୟକୁ ଚାଲି ଆସି କ'ଣ କହୁଛି, ସଙ୍ଗୀତା ତା ଝିଅ। ଆରେ କ'ଣ କରିବ, ତାକୁ କୋଉଠି ତ ଜମାରୁ ଦାନାଟିଏ ମଧ୍ୟ ମିଳିଲାନି। ସେଥିପାଇଁ ଏ ରାଜମହଲକୁ ଚାଲି ଆସି କ'ଣ କହୁଛି, ମୋ ଝିଅ। ଆରେ ହେଇଠି ଗଲାଣି, ମୁଁ ମଧ୍ୟ ଯାଏ ତାର ଜଳପାନ ମଧ୍ୟ ବ୍ୟବସ୍ଥା କରିନିଏ।